ତେଣୁ ଯଦି ଆପଣ ସୋମବାରରେ ଚୁଟି କାଟିବେ, ନଖ କାଟିବେ, କ୍ଷୌର କର୍ମ ହେବେ, ତାହେଲେ ଆପଣଙ୍କର ମାନସିକ ସ୍ୱାସ୍ଥ୍ୟ ବା ମାନସିକ ସନ୍ତୁଳନ ଆପଣଙ୍କର ବିଗିଡ଼ି ଯିବାର ସମ୍ଭାବନା ଅଧିକ ଥାଏ। ସେଥିପାଇଁ ସୋମବାରରେ ଚୁଟି ନଖ ଏସବୁ କାଟିବା ପାଇଁ ଲୋକମାନେ, ଆମର ଯେଉଁମାନେ ଆପଣ ଦେଖିଥିବେ ପୁରୁଣା ଲୋକମାନେ ରହିଛନ୍ତି, ସେମାନେ ଆମକୁ ମନା କରନ୍ତି, ଆରେ ଆଜି ସୋମବାରରେ କାହିଁକି ନଖ ଚୁଟି ଏସବୁ କାଟୁଛ। ମଙ୍ଗଳବାର ମଙ୍ଗଳ ଗ୍ରହଙ୍କର ବାର, ତେଣୁ ମଙ୍ଗଳବାରରେ ଯଦି ଆପଣ ଚୁଟି ଦାଢ଼ି ନଖ ଏସବୁ କ୍ଷୌର କର୍ମ ଆଦି ହେଉଛନ୍ତି, ଚୁଟି କାଟୁଛନ୍ତି, ତାହେଲେ ମନେ ରଖନ୍ତୁ ଏହାଦ୍ୱାରା ଆପଣଙ୍କର ଆୟୁଷ କମି ଯାଇଥାଏ, ଆୟୁଷ ହାନି ହୁଏ। ତେଣୁ ମଙ୍ଗଳବାରରେ କ୍ଷୌର କର୍ମ ହେବା ଉଚିତ ନୁହେଁ। ଏହାଦ୍ୱାରା ଆପଣ ଯେଉଁ ଧାରୁଆ ଅସ୍ତ୍ରରେ ନଖ ଚୁଟି ଯାହା କିଛି ଆପଣ କାଟୁଛନ୍ତି ସେଥିରେ ଆପଣ ଲକ୍ଷ୍ୟ କରିବେ କିଛି ଆପଣଙ୍କର ଖଣ୍ଡିଆ ଖାବରା ହେଇଯିବାର ସମ୍ଭାବନା ଅଧିକ ରହିଥାଏ। ଯେତେ ସତର୍କ, ହୁଏତ ଆପଣ ସତର୍କତାର ସହିତ କ୍ଷୌର କର୍ମ ହେଇପାରନ୍ତି, ତା ତ ଭିନ୍ନ ପ୍ରସଙ୍ଗ, କିନ୍ତୁ ଆପଣ ଅନୁଭବ ଦେଖିବେ ଅଧିକ ଆପଣଙ୍କର ଏଦିନ କିଛି ଆଘାତ ଲାଗିବାର ସମ୍ଭାବନା ବଢ଼ି ଯାଇଥାଏ। ବୁଧବାର ବୁଧ ଗ୍ରହଙ୍କର ବାର। ଏଦିନ ଚୁଟି ନଖ ଆଦି ଆପଣ ଯଦି କାଟିବେ ତାହେଲେ ଆପଣଙ୍କର ଯଶ ମାନ ସମ୍ମାନ ବୃଦ୍ଧି ହେବା ସହିତ ଆପଣଙ୍କୁ ଧନ ଲାଭ ମଧ୍ୟ ହବାର ଏବଂ ଆପଣଙ୍କର ବୁଦ୍ଧି ପ୍ରଖର ହବାର, ଆପଣଙ୍କ ସ୍ମରଣ ଶକ୍ତି ଭଲ ପ୍ରଭାବିତ ହେବାର ସମ୍ଭାବନା ରହିଥାଏ। ତେଣୁ ବୁଧବାରରେ ଚୁଟି ଦାଢ଼ି ନଖ ଆଦି କ୍ଷୌର କର୍ମ ହେବା ଉଚିତ। ଗୁରୁବାର ଆମେ ଜାଣିଛେ, ଗୁରୁବାରଟି ହେଉଛି ବୃହସ୍ପତି ବାର ବା ଭଗବାନ ବିଷ୍ଣୁଙ୍କର ବାର, ଲକ୍ଷ୍ମୀ ନାରାୟଣଙ୍କର ବାର। ତେଣୁ